ଅପାସରା କାହାଣୀ। ବେଙ୍ଗ, କଙ୍କଡ଼ା ଓ ସାପ। ବେଙ୍ଗଟିଏ ପାଖରେ ଥିବା ଗାତରେ ଅଣ୍ଡା ପାରେ। ସବୁଥର ବେଙ୍ଗ ଛୁଆମାନଙ୍କର ଲାଞ୍ଜ କଟିବା ଆଗରୁ ସାପ ସେମାନଙ୍କୁ ଖାଇଦିଏ। ଛୁଆଙ୍କୁ ହରାଇବାର ଦୁଃଖରେ ଭାଙ୍ଗି ପଡ଼ି ଶେଷରେ ବେଙ୍ଗଟି କଙ୍କଡ଼ା କତିକି ଯାଇ ନିଜର ଅସୁବିଧା କଥା କହିଲା। କଙ୍କଡ଼ା ବଡ଼ ଦୟାଳୁ ଜୀବ। ସାପ କବଳରୁ ରକ୍ଷା ପାଇବାକୁ ସେ ଉପାୟ କରିବ ବୋଲି ବେଙ୍ଗକୁ ଜବାବ ଦେଲା। ଦିନେ ସେ ବେଙ୍ଗ କତିକି ଆସି ଏମିତି କହିଲା, ଏଇ ନିକଟରେ ସାପ ପରି ରକ୍ତ ପିପାସୁ ନେଉଳଟିଏ ରହୁଛି। ତୁ ଯାଇ ଗୁଡ଼ାଏ ମାଈ ମାଛ ଧରି ଆଣି ସେଗୁଡ଼ିକୁ ଧାଡ଼ି କରି ନେଉଳ ଗାତ କତିରୁ ସାପ ଗାତ କତିକି ପକେଇ ଦେ। ନେଉଳ ମାଛ ଖାଇ ଖାଇ ସାପ ଗାତକୁ ଯିବ। ଏମିତି ହେଇପାରେ ସେଠି ସାପକୁ ମାଛ ବିଚାରି ଖାଇ ଦେଇପାରେ। ବେଙ୍ଗ କଙ୍କଡ଼ାକୁ ଧନ୍ୟ କହି ତା କହିବା ମୁତାବକ କାମ କଲା। କଙ୍କଡ଼ା କହିଥିବା ମୁତାବକ ଯୋଜନା ସଫଳ ହେଲା। ବିପଦ ଟଳିଲା ଭାବି ବେଙ୍ଗ ସେଦିନ ରାତିରେ ନିଘୋଡ଼ ନିଦରେ ଶୋଇପଡ଼ିଲା। ଏତିକିବେଳେ ନେଉଳକୁ ପୁଣି ଭୋକ କଲା। ତାର ମାଛ କଥା ମନେ ପଡ଼ିଗଲା। ମାଛ ପାଇଥିବା ଜାଗାକୁ ତରବର ହୋଇ ଧାଇଁଲା ବେଳେ ବେଙ୍ଗଛୁଆମାନେ ଲୁଚିଥିବା ଜାଗାରେ ଝୁଣ୍ଟି ପଡ଼ିଲା। ସେଠାରେ ସେ ବେଙ୍ଗଛୁଆ ସମେତ ବେଙ୍ଗକୁ ବି ଖାଇଦେଲା।